ଅର୍ଥରକ୍ଷକ ସାଜିଲେ ଭକ୍ଷକ 30 ଲକ୍ଷ ଟଙ୍କା ହଡପ କରି ବ୍ୟାଙ୍କ ମ୍ୟାନେଜର ଗିରଫ। ନୟାଗଡ଼ର ପୂର୍ବତନ ଡିସିବି ବ୍ୟାଙ୍କ ମ୍ୟାନେଜର ବା ବର୍ତ୍ତମାନର ବାଲିଗୁଡ଼ା ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ମ୍ୟାନେଜର ହିମାଂଶୁ ଶେଖର ସ୍ୱାଇଁ ଓରଫ ବାବୁଙ୍କୁ ବଡ଼ ଧରଣର ଅର୍ଥ ଠକେଇ ମାମଲାରେ ନୟାଗଡ଼ ପୋଲିସ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ହିମାଂଶୁଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ନୟାଗଡ଼ ଶୁଭ୍ରାଂଶୁ ଶେଖର ପୃଷ୍ଟି ଏବଂ ତାଙ୍କ ଧର୍ମପତ୍ନୀ ସୋମାରାଣୀ ପୃଷ୍ଟି। ଶୁଭ୍ରାଂଶୁଙ୍କ ଟଙ୍କାକୁ ବ୍ୟାଙ୍କ ମ୍ୟାନେଜର ହିମାଂଶୁ ଶେଖର ସ୍ୱାଇଁ ତାଙ୍କ ଋଣ ଆକାଉଣ୍ଟରେ ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସେ ଶୁଭ୍ରାଂଶୁଙ୍କ ବିନା ଅନୁମତିରେ ଏହି ଟଙ୍କାକୁ ଫିକ୍ସ ଡିପୋଜିଟ୍ କରାଇ ଦେଇଥିଲେ। ଏନେଇ ଶୁଭ୍ରାଂଶୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ଫିକ୍ସ ଡିପୋଜିଟ୍ ପାଇଁ ଚାପ ଆସିବାରୁ ସେ ଏମିତି କରିଛନ୍ତି ବୋଲି କହିଥିଲେ। 2 ଦିନ ପରେ ଏହି ଟଙ୍କାକୁ ପୁଣି ଥରେ ସେ ଋଣ ଆକାଉଣ୍ଟକୁ ପଠାଇଥିଲେ। ମାତ୍ର ଶୁଭ୍ରାଂଶୁଙ୍କୁ ଠକି ବ୍ୟାଙ୍କ ମ୍ୟାନେଜର ହିମାଂଶୁ ତାଙ୍କୁ 30 ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ। ଏପଟେ ଋଣ ସୁଝୁ ନଥିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ୍ କରାଯାଇଥିଲା। ଫଳରେ ଶୁଭ୍ରାଂଶୁ ମାନସିକ ଅଶାନ୍ତି ମଧ୍ୟରେ ରହି ଶେଷରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଶୁଭ୍ରାଂଶୁଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ବ୍ୟାଙ୍କ ମ୍ୟାନେଜରଙ୍କୁ ସେଠାରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଶୁଭ୍ରାଂଶୁଙ୍କ ନାଁରେ ଗଡୁଥିବା ଋଣକୁ ବ୍ୟାଙ୍କ ତୁରନ୍ତ ଛାଡ଼ କରି ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶୁଭ୍ରାଂଶୁ ନିବେଦନ କରିଛନ୍ତି। 2022 ମସିହାରେ ଗୋଟେ କେସ୍ ହେଇଥିଲା। ମୁଁ ଗୋଟେ 60 ଲକ୍ଷ ଲୋନ୍ କରିଥିଲି। 30 ଲକ୍ଷ ପେମେଣ୍ଟ ମୁଁ ବ୍ୟାଙ୍କକୁ ଦେଇଥିଲି, ଅଥଚ ବ୍ୟାଙ୍କର ମ୍ୟାନେଜର 30 ଲକ୍ଷ ଟଙ୍କାକୁ ହଡ଼ପ କରି ମୋତେ ଡୁପ୍ଲିକେଟ୍ ରିସିଟ୍ ଦେଇଛି, ଡୁପ୍ଲିକେଟ୍ ଷ୍ଟେଟମେଣ୍ଟ ଦେଇଛନ୍ତି। ଏଇସବୁ ଦେବା ଭିତରେ ମୁଁ ଜାଣିଯିବାରେ ମୁଁ ଜାଣିବାରେ ପେମେଣ୍ଟ ହେଇଯାଇଛି। କିନ୍ତୁ 2 ବର୍ଷ ପରେ ବ୍ୟାଙ୍କ ବାଲା ଆସି ମୋ ପାଖକୁ ଆସିଲେ ପେମେଣ୍ଟ ପାଇଁ। ମୁଁ ତାଙ୍କର ସବୁ ରିପୋର୍ଟ ଦେଖେଇଲି, ପେମେଣ୍ଟ ରିପୋର୍ଟ, ପେମେଣ୍ଟ ସିଲ୍, ଷ୍ଟେଟମେଣ୍ଟ ସବୁ ଦେଖାଇଲା ଭିତରେ ସେ କହିଲେ ଏଇଟା ଆମେ କହିପାରିବୁନି, ଆପଣ ଆକାଉଣ୍ଟକୁ ଆମ ଆକାଉଣ୍ଟକୁ ପେମେଣ୍ଟ ଆସିନାହିଁ। ତାପରେ ମୁଁ ବାଧ୍ୟ ହେଇକି ଯାଇକି ଗୋଟେ କେସ୍ କରିଥିଲି। କେସ୍ ହେବା ଭିତରେ ସିଏ ବହୁତ ଦିନ ହେଲା, ତାପରେ ସେ ଯାଇକି ହାଇକୋର୍ଟରେ ଆପ୍ଲାଏ କରିଥିଲା ବେଲ୍ ପାଇଁ। ବେଲ୍ ହିମାଂଶୁ ଶେଖର ସ୍ୱାଇଁ ଡିସି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଯେତେବେଳେ ଥିଲେ, ସିଏ ତାପରେ ଏବେ ରିସେଣ୍ଟ 2 ମାସ ତଳେ ତାଙ୍କର ବେଲ୍ କ୍ୟାନସଲ୍ ହେଇଗଲା। ତାପରେ ବର୍ତ୍ତମାନ ନୟାଗଡ଼ ପୋଲିସ ଆମର ଯିଏ ସବୁ ଅଛନ୍ତି ସେମାନେ ବର୍ତ୍ତମାନ ତାକୁ ଆରେଷ୍ଟ କରିଛନ୍ତି। RBI ମୁଁ କେସ୍ କରିଥିଲି। RBIର ଗଭର୍ଣ୍ଣର ଆମର ଯିଏ ଆମ୍ବୁସମ୍ୟାନ୍ ସେ ମୋତେ ଡକେଇଥିଲେ। ଡକେଇଲା ପରେ ମୁଁ ଡକୁମେଣ୍ଟ ସବୁ ମୋର ସୁବିଧାକୁ ସୋ କରିଥିଲି। ବ୍ୟାଙ୍କକୁ ବି ଡକେଇଥିଲେ। ବ୍ୟାଙ୍କ କିନ୍ତୁ ରିଜର୍ଭ RBIକୁ ଆସିଲା ନାହିଁ। ନ ଆସିକି VC କଲେ ରହିଲା ପରେ ତାପରେ ଯେତେ ଆଉଥରେ ଆଉ ଗୋଟେ ଦିନ ବି ଟାଇମ୍ ଦେଲେ, ଆଉ ଗୋଟେ ଦିନ ଟାଇମ୍ରେ ବି ସେ ଆସିଲେ ନାହିଁ। ତାପରେ ବ୍ୟାଙ୍କ ବାଲା RBI ମୋ ସପକ୍ଷରେ ଅର୍ଡ଼ର ଦେଲେ, କହିଲେ ତୁମେ ଗୋଟେ କାମ କର, ବ୍ୟାଙ୍କକୁ ଅର୍ଡ଼ର କହିଲେ ଯେ ତୁମେ ତାର 30 ଲକ୍ଷ ଟଙ୍କା ସେ ପେମେଣ୍ଟ ଦେବାଟା ଦେଇଛି। ଯେହେତୁ ବ୍ୟାଙ୍କର ଏମ୍ପ୍ଲୟି ହେଉଛନ୍ତି ମ୍ୟାନେଜର, ତେଣୁ ମ୍ୟାନେଜର ଯଦି ଫ୍ରଡ଼୍ କରୁଛି ଏଇଟା ବ୍ୟାଙ୍କ ଫ୍ରଡ଼୍ କଲା ସମାନ। ତେଣୁକରି ବର୍ତ୍ତମାନ ଆପଣ 30 ଲକ୍ଷ ଟଙ୍କା ଆକାଉଣ୍ଟ କାଟନ୍ତୁ, 1 ଲକ୍ଷ ଟଙ୍କା ତାକୁ ମେଣ୍ଟାଲି ଆଗକୁ ନେଇ ଦିଅନ୍ତୁ। ତାପରେ ସେ କିଛି ଦିନ ଟାଇମ୍ ମାଗିଥିଲେ। ତାପରେ କିଛି ଦିନ ପରେ ଫେରେ ସିଏ ଯେହେତୁ ଏଇଟା ଆମର ଓଡ଼ିଶାର ରିଜର୍ଭ ବ୍ୟାଙ୍କ ହେଉଛି ଆମର ଓଡ଼ିଶା ହେଡ଼, ଆମର ଇଣ୍ଡିଆର ଭାରତର ସବୁଠୁ ତାଙ୍କର ହେଡ଼ ହେଲା ବମ୍ବେ ରିଜର୍ଭ ବ୍ୟାଙ୍କ, ଯେଉଁଟାକି ଅପିଲେଟ୍ରେ। ସିଏ ବର୍ତ୍ତମାନ ଅପିଲେଟ୍ରେ ଯାଇଛନ୍ତି। ସିଏ ବର୍ତ୍ତମାନ ସୁଦ୍ଧା ବି କହୁନାହାନ୍ତି ଆମେ ନେଇନାହୁଁ। ସିଏ କହୁଛନ୍ତି ବର୍ତ୍ତମାନ ଆମକୁ କିଛି ଟାଇମ୍ ଦିଆଯାଉ, ଆମେ ବର୍ତ୍ତମାନ ତଦନ୍ତ କରୁଛୁ, ତଦନ୍ତ କଲା ପରେ ଆମେ ଯାହା କହିବା। ମୋର ପଇସାଟି ଆଜ୍ଞା କେମିତି, ମୁଁ ଯେହେତୁ 30 ଲକ୍ଷ ଦେଇଛି, ମୋ 30 ଲକ୍ଷ କେମିତି ଯଦି ମୋ ଆକାଉଣ୍ଟ କଟିଯାଏ ତେବେ ମୁଁ ବହୁତ ଖୁସି ହେବି। ନୟାଗଡ଼ରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।